ବାଲେଶ୍ୱର 24/12/2025 ବାଲେଶ୍ୱର ଅନ୍ୟତମ ଶିକ୍ଷାନୁଷ୍ଠାନ ସୁଲଗ୍ନା ପବ୍ଲିକ୍ ସ୍କୁଲ ଓ କଲେଜରେ 16ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ହାଇକୋର୍ଟର ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ ବିଜୟ କୁମାର ନାୟକ ତାଙ୍କ ବକ୍ତବ୍ୟରେ ବୁଦ୍ଧିମତୀ ଓ ହୃଦୟବତୀର ସମ୍ମିଳନୀକୁ ନେଇ ମଣିଷ ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ୱ ଲାଭ କରିଥାଏ। ଶୃଙ୍ଖଳା ଓ ଗୁଣାତ୍ମକ ଶିକ୍ଷା ଚରିତ୍ର ଗଠନ ମୂଳ ଲକ୍ଷ୍ୟ ହୋଇଥାଏ। ଅନ୍ୟମାନଙ୍କ ମଧ୍ୟରେ କବି ଶ୍ରୀଯୁକ୍ତ ପ୍ରଶାନ୍ତ ଦାସ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାୟକ, ଅତିରିକ୍ତ ତହସିଲଦାର ସୁର ଶ୍ରୀଯୁକ୍ତ କୃଷ୍ଣଗୋପାଳ ସିଂ, ଡକ୍ଟର ମଦନ ମୋହନ ସେଠୀ, IFS କନସୁଲ ଜେନେରାଲ ଅଫ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ସୁଲଗ୍ନା କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ଧରଣୀଧର ଘୋଷ ସଭାପତିତ୍ୱ କରିଥିଲେ ଓ ଅତିଥି ପରିଚୟ କରାଇଥିଲେ। ସୁଲଗ୍ନା ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷ ମଧୁସ୍ମିତା ଦାସ, ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ବଂଶୀଧର ଜେନା, ପ୍ରଫେସର ଶ୍ରୀଯୁକ୍ତ ଚକ୍ରଧର ସାହୁ ଉପସ୍ଥିତ ରହିଥିଲେ। ଅନ୍ୟାନ୍ୟ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ପ୍ରଶାସନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ଉତ୍ତମ ପୁଲିସ ସେବା ପାଇଁ ଶ୍ରୀଯୁକ୍ତ ଶୁଭ୍ରାଂଶୁ ଶେଖର ନାୟକ ଓ ସେବା କ୍ଷେତ୍ରରେ ବାଲେଶ୍ୱର ଚିକିତ୍ସାଳୟରେ ଡାକ୍ତର ଶ୍ରୀଯୁକ୍ତ ଜ୍ଞାନରଞ୍ଜନ ବେହେରା ଓ ସମାଜସେବୀ କ୍ଷେତ୍ରରେ ଶ୍ରୀଯୁକ୍ତ ସିମନ ଦାସ ମହାପାତ୍ର ଓ ପଥର କାରିଗରୀ କ୍ଷେତ୍ରରେ ଶ୍ରୀଯୁକ୍ତ ଉପେନ୍ଦ୍ରନାଥ ଗିରିଙ୍କୁ ଉପଢକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଗଜେନ୍ଦ୍ର ପ୍ରସାଦ ମହାନ୍ତିଙ୍କ ଦ୍ୱାରା ଭଗବତ ଗୀତା ପୁସ୍ତକ ଉନ୍ମୋଚନ ହୋଇଥିଲା। ସମା ବିଶ୍ୱାଳଙ୍କ ଦ୍ୱାରା ସୁଲଗ୍ନା ପବ୍ଲିକ୍ ସ୍କୁଲର ମୁଖପତ୍ର ଓ ସ୍ମରଣିକା ଉନ୍ମୋଚନ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ଶିକ୍ଷାପ୍ରେମୀ, ବୁଦ୍ଧିଜୀବୀ, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିଲେ। ସୁଲଗ୍ନା କଲେଜର ସମସ୍ତ କର୍ମଚାରୀ ଓ ନର୍ସିଂ କଲେଜର ସମସ୍ତ କର୍ମଚାରୀ ଓ ସୁଲଗ୍ନା ପବ୍ଲିକ୍ ସ୍କୁଲର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଉତ୍ସବକୁ ଆଗେଇ ନେଇଥିଲେ।